ନାହାନ୍ତି ଶ୍ରୋତା ତେଣୁ ଆମେ ଟିକେ ଏଇଠି ଆମେ ତାକୁ ସମପଦାରେ ଚାହୁଁଛି ଅଧିକ ପରିଶ୍ରମ ଦଉନି ତଥାପି ଛାଡ଼ିବିନି ଗୋଟିଏ ସମସ୍ୟାକୁ ସମାଧାନ ଯିଏ କରିଦେବ ବହୁତ ଭଲ ଲାଗିବ ଏଇଟା ଉଠୁକୁ ଗୋଟେ ଗୋଟେ ପଚାରିବି ତମ ପୁରାଣ ଭିତର କଥା ତମ ପୁରାଣ ଆମ ଘର ପାଖର ଜଣେ ଶିକ୍ଷିତ କଲେଜ ପଢୁଆ ପୁଅକୁ ମାଡ଼ ଖୁଏଇଛି ଗଲା କାଲିର ଘଟଣା କହୁଛି କାହିଁକି ମାଡ଼ ଖୁଏଇଲା ସେ ପଢିଲା ମହାଭାରତ ଭଲ କି ବୁଝିଲା ଯେ ଅର୍ଜୁନ ଯୁଧିଷ୍ଠିର ଭୀମ ଅର୍ଜୁନ ନକୁଳ ସହଦେବ 5 ଭାଇ ବୋଲି ଏବଂ ସେ ପରୁ ବୁଝିଦେଲା ଯେ ଅର୍ଜୁନ ଯୁଧିଷ୍ଠିରଙ୍କର ଝିଅକୁ ବାହା ହେଇଛି କିଏ ନା ନକୁଳ ସେ ସେଇଠି ବୁଝିଲା ଯେ ଭାଇର ଝିଅକୁ ଭାଇ ବାହା ହେଇଛି ତେଣୁ ସେ କଣ କରିଛି ଜାଣିଛ ଚଣ୍ଡାଳ ସେ ତା ଭାଇର ଝିଅକୁ ବାହା ହେବା ପାଇଁ ତାଙ୍କ ଘରେ ପ୍ରସ୍ତାବ ଦେଇଦେଇଛି ଘର ଲୋକ ବାଟେଇବେନି ତମ ପୁରାଣ ପଢିକି ଆମେ କଣ ଏମିତି ମାଡ଼ ଖାଇବୁ ନାଇଁ ତାହେଲେ କଣ ସେ ପୁରାଣ କହିଲା ଆମକୁ ଆଜ୍ଞା ପ୍ରକୃତରେ ଭାଇଙ୍କର ଝିଅକୁ ବାହାଘର ହବା ଏ ଶ୍ରେୟସ୍କର ନୁହଁ ସେ ଯୋଉ ଅର୍ଥଟାକୁ ବୁଝିନା କାରଣ ଶାସ୍ତ୍ର କହେ ଯୁଧିଷ୍ଠିର ସେ ଜାତ କନ୍ୟା ନକୁଳେନ ବିବାହିତା ସହଦେବ ନ ବୁଝିତେ ସାମାନ୍ୟ ବହୁତ ହବ ଯୁଧିଷ୍ଠିର ଯୁଦ୍ଧରେ ସ୍ଥିରତା ଅବଲମ୍ବନ କରିଥିବା ବ୍ୟକ୍ତି ଯୁଧିଷ୍ଠିର କହନ୍ତି ଆମର କାଳିଦାସ ଲେଖିଛନ୍ତି ଅସ୍ତିତ୍ୱ ରସ୍ୟାଂ ଦିଶି ଦେବତାତ୍ମା ହିମାଳୟ ନାମ ନଗାଧିରାଜ ପୂର୍ବା ପରୌତୟ ନିଧି ଗାୟ ସ୍ଥିତ ପୃଥିବ୍ୟାୟ ମାନଦଣ୍ଡ ଏ ପୃଥିବୀର ମାନଦଣ୍ଡ ହିସାବରେ ହିମାଳୟ ପର୍ବତ ହେଉଛି ସ୍ଥିରତା ଅବଲମ୍ବନ କରିছে ବୋଲି ଶାସ୍ତ୍ରକାର ମାନେ ପ୍ରମାଣ ତାଙ୍କର କନ୍ୟାକୁ କୋଳଗୋତ୍ର ନଥିବା ବ୍ୟକ୍ତି ଯେ କି ଦେବଦେବ ଶଙ୍କର ଭଗବାନ ବିବାହ ହୋଇଥିଲେ ଆଜ୍ଞା ଏପଟେ ମହାଭାରତକୁ ସିଏ ବୁଝିବା କଥା ନୁହଁ କଥାଟା ହଉଛି ହିମାଳୟ ପର୍ବତ ଯୁଦ୍ଧରେ ସ୍ଥିର ତାଙ୍କ ନାଁ ଯୁଧିଷ୍ଠିର ନକୁଳେନ ବିବାହିତା ନକୁଳ ହେଲେ ତାଙ୍କର ଭାଇ ସହଦେବ ମଧ୍ୟ ଭାଇ ତେଣୁ ଏମାନେ ଆଜ୍ଞା ଭଗବାନ ଦେବଦେବ ଶଙ୍କରଙ୍କୁ ବୁଝାଯାଏ ନକୁଳ କୁଳଗୋତ୍ର ନାହିଁ ତେଣୁ ସେ ହିମାଳୟ ପର୍ବତ ରାଜାଙ୍କର କନ୍ୟାକୁ ବିବାହ ଇଏ ଭାଇ ଭଉଣୀ ବାହା କଲେ ଲୋକ ବାଡ଼େଇବେ ଏ ସଂସ୍କାର ବିରୁଦ୍ଧ ନୁହଁ ସେତିକି ନୁହେଁ ଏ ବନ୍ଧୁଙ୍କ ଘର ହଉଛି ମଠକୋଲା ଘର ଆମର ସୁରପ୍ରତାପରୁ ସ୍କୁଲରେ ଟିଚରସିପ୍ ପିଟି ଅଛନ୍ତି ସେ ମତେ କାଲି କହିଲେ ପୁରାଣ ପଢି ଜଣେ କଲେଜ ଲେକ୍ଚର ଅକାତ ଜ୍ଞାନ ତାଙ୍କର ନା କଲେଜ ଲେକ୍ଚର 7 ମାସ ହେଲା ଜେଲରେ ଅଛନ୍ତି 7 ମାସ ହେଲା ଜେଲରେ ଅଛନ୍ତି ସାରେ ଘଟଣା କଣ ନା ସେ ସାରେ ଗୋଟିଏ ଶ୍ଲୋକଟେ ପଢିଲେ ଶ୍ଲୋକଟା କଣ ନା ପରସ୍ତି ଦର୍ଶନ ପୁଣ୍ୟ ପରସ ପାପ ମୋଚନ ଚୁମ୍ବନ କୋଟି ତୀର୍ଥନି ମୈଥୁନ ବୈକୁଣ୍ଠ ପ୍ରାପ୍ତି ସାରେ ବୁଝିଲେ ଯାହା ଯେ ପରସ୍ତି ଦର୍ଶନ ପୁଣ୍ୟ ପର ନାରୀକୁ ଯଦି ପ୍ରଭାବରେ ଦର୍ଶନ କରିବା ତାହେଲେ ଆମର ପୁଣ୍ୟ ମିଳିବ ସେ ଲେକ୍ଚର ସହ କଣ କରନ୍ତି ସକାଳୁ ଉଠିଲେ ଆଉ ତାଙ୍କ ଘରଠୁ 15 କିଲୋମିଟର ଦୂରରେ ଅଛି ଫୁଲ ବଗିଚା ଲୋକମାନେ ଫୁଲ ତୋଳୁ ସେଇଠି ଦର୍ଶନ କରିଥିଲା ପର ସ୍ତ୍ରୀକୁ ଆଉ କହିଲା ପଢିଛି ତ ପରସ ପାପ ମୋଚନ ଟିକେ ହାତ ମାରିଦେଲେ ତୁମର ପାପ ମୋଚନ ହେଇଯିବ ସେ ସାରେ ହାତକୁ ମାରିଦେଲେ ମାଡ଼ ଖାଇଲେଣି ସେ ଭିତରେ 3 ଚାପୁଡା ଖଣ୍ଡେ ନାଇଁ ମୋର ଶ୍ଲୋକର ଅର୍ଥଟା ମୁଁ ସାରିଦିଏ ନା ଆଉ କହିଲେ ଚୁମ୍ବନ କୋଟି ତୀର୍ଥନି ଏତିକି ମାଡ଼ ଖାଇଲେ ସ୍ତ୍ରୀ ମାଡ଼ଟା କଣ ସ୍ତ୍ରୀ ମାଡ଼ କୁଆ ପାଡ଼ ନାରୀ ମାଡ଼ କୁଆ ପାଡ଼ ଚୁମ୍ବନ କୋଟି ତୀର୍ଥନି ନା ତାକୁ ଚୁମ୍ବନ କରିଦେଲେ ବୋଧେ ସେ ଅର୍ଥଟା ବୁଝିପାରିବ ଚୁମ୍ବନ କରିଦେଲା ପରେ ସ୍ତ୍ରୀକୁ ଜୋତାରେ ବାଡେଇଲା ତଥାପି ଆଙ୍କ ମନ ମାନିଲାନି କହିଲେ ମୈଥୁନ ବୈକୁଣ୍ଠ ପ୍ରାପ୍ତି କହିଲେ ମୈଥୁନ କଲେ ବୋଧେ ଇଏ ବୁଝିପାରିବ ଶ୍ଲୋକଟା ଅର୍ଥ ବୋଲି ତେଣୁ ମୈଥୁନ କଲେ ପ୍ରସ୍ତାବ ଯେମିତିକି ଟଣା ଉଟଣା କରିଦେଲା ସମସ୍ତେ ନେଇ ତାକୁ ଥାନାରେ ଭର୍ତ୍ତି କରିଦେଲେ ତମ ପୁରାଣ ପଢିକି କଣ ଏମିତି ଆମେ ସବୁ ଜେଲକୁ ଯିବେ ଆମ ପୁରାଣ ତ ସେମିତି କରିବା ପାଇଁ କହିନି ଆଉ ଆମ ପୁରାଣର ଅର୍ଥ ବୁଝିବା ପାଇଁ ଭେଜା ଦରକାର ଆଉ ସେ ଲେକ୍ଚର ହେଲେ ବୋଲି ତାଙ୍କର କଣ ଆମ ଏଇ ସଂସ୍କୃତ ଉପରେ ଦଖଲ ଅଛି ସମସ୍ତଙ୍କର ନାହିଁ ସେ ପିଜି କରିଛନ୍ତି ପିଜି କରନ୍ତୁ
सी पीजी करंतु एमएससी करंतु जहाँ भी करंतु अच्छा अच्छा किंतु संस्कृत श्लोकर अर्थ बुझिया भेजा दरकार टिके गीत आकर सुनबे सार तो बहुत गाई छुंते आजी नबिक सुआंगरे बेसी नाही 4 मिनिट भीतर गीत आकर संपूर्ण मते बुझेई देबे आगे परस्त्री कहिले तुलसी तुलसी वृंदावती वृंदावती परस्त्री ता कहीं को हगला खाटी लोक मन सुनै दिया परस्त्री ता कहीं को हगला आज्ञा देखंतु जलंधरंकर स्त्री हेले वृंदावती
ଆଜ୍ଞା ପରର ସ୍ତ୍ରୀ ସିଏ ପର ସ୍ତ୍ରୀ ତାଙ୍କୁ କଣ କଲେ ବିଷ୍ଣୁ ଭଗବାନ ତାଙ୍କର ହଁ, ସତୀ ଠିକ ଅଛି ସେଟା ମାନେ ଖାଲି ଶବ୍ଦର ଅର୍ଥ ପର ସ୍ତ୍ରୀ ପର ସ୍ତ୍ରୀ ହେଲେ ସେ ଜଳନ୍ଧରଙ୍କର ସ୍ତ୍ରୀ ବୃନ୍ଦାବତୀ ଭଗବାନ ତେଣୁ ସେ ପରବର୍ତ୍ତୀ ମଧ୍ୟ ତୁଳସୀ କି ପୂଜା ପାଉଛନ୍ତି ତେଣୁ ଏଇ ଯୋଉ ସାର ଯୋଉ ବୁଝିଲେ ସେ ପ୍ରକୃତରେ ତୁଳସୀ ପଦରେ କଥା ଗୋଟେ ଅଛି ମୂଳେ ତର ଗଙ୍ଗା ଡାଳେ ତର ବିଷ୍ଣୁ ପତ୍ରେ ଦେବତାଙ୍କ ବାସ ସେ ପତ୍ର ପଡ଼ିଲେ ମନ ହୁଏ କହେ ଯାହା ହଉ ସୁନ୍ଦର କଥା ପୁରାଣ ଭିତରେ ଏତେ ତତ୍ଵ ଏତେ ମହିମା ଅଛି ବୋଲି ଯଦି ପ୍ରକୃତରେ ଆମେ ସମସ୍ତେ ବୁଝିବା ଆମ ଜୀବନର ପରିବର୍ତ୍ତନ ଆସିବ ଆମ ଜୀବନର ଗତିପଥ ବଦଳିଯିବ ହଉ ଉଭୟ ତ ବୋଧେ ବିଣାକାର କାମ କରିବା ଏକା ବେଳେ ପଳେଇ ଆସନ୍ତୁ କାରଣ ଆମେ ଏକା ବେଳେ ଯିବା ଏଠି ନା।